ତାହେଲେ ମୁଁ କ'ଣ କହିଲି, ଆଜି ଆମେ ପଢ଼ିବା ଡିଫରେନ୍ସ ବିଟୱିନ୍ ସବଜେକ୍ଟ ଆଣ୍ଡ ନାଉନ୍। ସବଜେକ୍ଟ ଅବଜେକ୍ଟ କ'ଣ ଆଉ ତାଙ୍କର ନାଉନ୍ ସହିତ କ'ଣ ରିଲେସନ୍, ଠିକ୍ ଅଛି। ସବଜେକ୍ଟ ଆଉ ଅବଜେକ୍ଟ କ'ଣ ଏବଂ ତାଙ୍କର ନାଉନ୍ ସହିତ କ'ଣ ରିଲେସନ୍, ମନେ ରଖିଥାଅ। ସବଜେକ୍ଟ ଆଉ ଅବଜେକ୍ଟ ହେଉଛନ୍ତି ଗୋଟେ ଗୋଟେ ନାଉନ୍, ବୁଝିହେଉଛି କି ନାହିଁ। କ'ଣ ସବଜେକ୍ଟ ଅବଜେକ୍ଟ ଗୋଟେ ଗୋଟେ ନାଉନ୍। କାହିଁକି ନାଉନ୍ ନା, ନାଉନ୍ ଆମର ଯେଉଁ ବିଭିନ୍ନ ପ୍ରକାର ଅଛି, ତା ଭିତରୁ ଯେଉଁ ନାଉନ୍କୁ ଆମେ ଟଚ୍ କରିପାରିବା, ଆମେ ଛୁଇଁ ପାରିବା ଯେଉଁ ନାଉନ୍କୁ, ତାକୁ ଆମେ କହନ୍ତି କି ନାଉନ୍। କ'ଣ କହିଥିଲି ପିଲେ, କି ନାଉନ୍ କହନ୍ତି ତାକୁ, ଯେଉଁ ନାଉନ୍କୁ ଆମେ ଛୁଇଁ ପାରିବା, କହିଲ। Concrete noun. Concrete noun. Concrete noun. Concrete noun. କଂକ୍ରିଟ ନାଉନ୍। Noun. ଯେଉଁ ନାଉନ୍କୁ ଆମେ ଛୁଇଁ ପାରିବା ତାକୁ ଆମେ କହନ୍ତି କଂକ୍ରିଟ ନାଉନ୍, ଠିକ୍ ଅଛି। ଓକେ, ମନେକର ମୁଁ କହିଲି ଏଠି ରାମ ଇଜ୍ ଇଟିଂ ପ୍ଲେଇଂ ସମଥିଙ୍ଗ, କହିଲି ପ୍ଲେଇଂ କ୍ରିକେଟ, ହେଲା କି ନାହିଁ। ଏଇଠି ରାମ ଗୋଟେ ନାଉନ୍, ହେଲା କି ନାହିଁ। ଏଠି ପ୍ଲେ ହେଉଛି ଗୋଟେ ଭର୍ବ, ପ୍ଲେ ଗୋଟେ ଭର୍ବ, ରାମ ହେଉଛି ଗୋଟେ ନାଉନ୍, ଠିକ୍ ଅଛି। ରାମ ହେଉଛି ଗୋଟେ ନାଉନ୍ ଏବଂ ସେ ନାଉନ୍ଟା କୁ ଆମେ ସବଜେକ୍ଟ ବୋଲି କହନ୍ତି। ଆମେ ଯେଉଁ ସବଜେକ୍ଟ ଭର୍ବ ଅବଜେକ୍ଟ ଗୋଟେ ସେଣ୍ଟେନ୍ସ ସ୍ପେଶାଲି ଷ୍ଟାର୍ଟ କରନ୍ତି, ସେଇଟା ଗୋଟେ ନାଉନ୍ଟି ଆକ୍ଚୁଆଲି, କିନ୍ତୁ ତାକୁ ଆମେ ସବଜେକ୍ଟ କାହିଁକି କହନ୍ତି ନା, ବିକଜ ସିଏ ସେ ଭର୍ବଟାକୁ କରୁଛି ବା ସେ ଆକ୍ସନଟାକୁ କରୁଛି, ବୁଝିହେଉଛି ନା। ଏଇଟା ହେଉଛି ମେନ୍ ଭର୍ବ, ସେଥିପାଇଁ ତାକୁ ସବଜେକ୍ଟ କହନ୍ତି। ଯାହାପରେ ଆକ୍ସନଟା ହେଉଛି ତାକୁ ଆମେ ଅବଜେକ୍ଟ କହନ୍ତି। ଦ୍ୟାଟ୍ ଇଜ୍ ଅଲସୋ ଏ ନାଉନ୍। ଏ କେସ୍ରେ ଏଇଟା ହେଉଛି ଅବଜେକ୍ଟ, ଦ୍ୟାଟ୍ ଇଜ୍ କ୍ରିକେଟ, ଇଟ୍ ଇଜ୍ ଅଲସୋ ଏ ନାଉନ୍, ହେଲା କି ନାହିଁ। ତ ସବଜେକ୍ଟ ଅବଜେକ୍ଟ ହେଉଛନ୍ତି ଦୁଇଟାଙ୍କ ଗୋଟେ ଗୋଟେ ନାଉନ୍, ଠିକ୍ ଅଛି। ନାଉନ୍ର ଡିଫରେଣ୍ଟ ଟାଇପ୍ସ ଅଛି, ଆମେ ଆଗକୁ ପଢ଼ିବା। ଯେଉଁ ନାଉନ୍କୁ ଆମେ ଟଚ୍ କରିପାରୁନି ତାକୁ ଆମେ କହନ୍ତି କଂକ୍ରିଟ ନାଉନ୍, ଠିକ୍ ଅଛି। ଆଉ ଯେଉଁଟାକୁ ନ ଟଚ୍ କରିବେ, ଯେଉଁଟାକୁ ଆମେ ଟଚ୍ କରିପାରିବା ନାହିଁ, ତାକୁ ଆମେ କହିବା ଆବଷ୍ଟ୍ରାକ୍ଟ ନାଉନ୍। କି ନାଉନ୍? ଆବଷ୍ଟ୍ରାକ୍ଟ ନାଉନ୍, ହେଲା କି ନାହିଁ। ଆମେ ଜାଣିବା ଆଗକୁ। ଏଠି ରାମ ଗୋଟେ କୋଉ ଟାଇପ୍ର ନାଉନ୍, ଯେଉଁ ନାଉନ୍କୁ ଦେଖ, ରାମ ହେଉଛି ଗୋଟେ, ଇଟ୍ ଇଜ୍ ଦ ନେମ୍ ଅଫ୍ ଏ ପର୍ସନ୍, ନେମ୍ ଅଫ୍ ଏ ପର୍ସନ୍। ଯେଉଁ ଲୋକର ନାଁଟା ଥିବ ତାକୁ ଆମେ କହନ୍ତି ସ୍ପେସିଆଲି ଗୋଟେ ପ୍ରପର ନାଉନ୍। କି ନାଉନ୍ କହନ୍ତି? ପ୍ରପର ନାଉନ୍, ହେଲା କି ନାହିଁ। ତ ଏଇଟା ମଧ୍ୟ ଗୋଟେ ନାଉନ୍, ଏଇଟା ଗୋଟେ ସବଜେକ୍ଟ, ଏଇଟା ଗୋଟେ ଅବଜେକ୍ଟ, ଓକେ, ଠିକ୍ ଅଛି। ତାପରେ ଗଲା ଡିଫରେନ୍ସ ବିଟୱିନ୍ ସବଜେକ୍ଟ ଅବଜେକ୍ଟ ଗଲା, ଠିକ୍ ଅଛି। ଆଚ୍ଛା, ମୁଁ ଗୋଟେ କ୍ୱେଶ୍ଚିନ୍ ପଚାରିବି ତୁମକୁ, କହିବ ମୋତେ, ଏବେ କିଛି କୁହନା, ଠିକ୍ ଅଛି। ଏଇଠି ଆଉ ଗୋଟେ ଜିନିଷ ଅଛି, ଆମେ ତାକୁ ଜାଣିଥାଉ, ତାକୁ ଆମେ କହନ୍ତି ଆଡଜେକ୍ଟିଭ। କ'ଣ କହନ୍ତି ତାକୁ? ଆଡଜେକ୍ଟିଭ। Adjective. ଆଡଜେକ୍ଟିଭ କାହାକୁ କହନ୍ତି? ମ୍ୟୁଟ୍ କରିଦିଅ ସବୁ ପ୍ଲିଜ୍। ଆଡଜେକ୍ଟିଭ ଏବେ କାହାକୁ କହନ୍ତି ନା, ଆଡଜେକ୍ଟିଭ ଏବେ ତାକୁ କହନ୍ତି ଦ ୱାର୍ଡ ଦ୍ୟାଟ୍ ଡେସ୍କ୍ରାଇବ୍ ଆବାଉଟ୍ ଏ ନାଉନ୍। କ'ଣ କହିଲି? ଇଟ୍ ଇଜ୍ ଏ ୱାର୍ଡ ଦ୍ୟାଟ୍ ଡେସ୍କ୍ରାଇବ୍ about a noun. describe about a noun ମାନେ କ'ଣ? describe କରିବା ମାନେ କ'ଣ? ବର୍ଣ୍ଣନା କରିବା। describe ମାନେ କ'ଣ? ବର୍ଣ୍ଣନା କରିବା। ତ describe means ସେଟା ନାଉନ୍ ବିଷୟରେ ଆମକୁ ଅଧିକା ଇନଫର୍ମେସନ୍ କହିବ, ହେଲା କି ନାହିଁ। adjective a word that describe about a noun, that describes about a noun. it gives us some information about noun. ନାଉନ୍ ବିଷୟରେ ଆମକୁ କିଛି ଇନଫର୍ମେସନ୍ ଦେବ। କ'ଣ ଇନଫର୍ମେସନ୍ ଦେବ? କାଲି ତ ମୁଁ କହିଥିଲି, ଗୋଟେ ଉଦାହରଣ କହୁଛି। ଉଦାହରଣଟା ହେଲା, ମୁଁ କହିଲି ରାମ ଇଜ୍ ଏ ନଟି ବୟ। ପ୍ରଥମେ କହୁଛି ଗୁଡ୍ ବୟ କୁହେ, ରାମ ଭଲ ପିଲା ଗୋଟେ କହିବା। ମୁଁ କହିବି ଅଂଶୁମାନ ଇଜ୍ ଏ ନଟି ବୟ, ହେଲା କି ନାହିଁ।
তাহলে এটি নোটিস কର ଏଠି ଅଂଶୁମାନ ସରି ରାମ ଆଉ ଅଂଶୁମାନ ଉଭୟ ଗୋଟେ ଗୋଟେ ପିଲାର ନାଁ ଆଉ ଗୋଟେ ନେମ୍। ତ ନେମ୍ ଅଛି ମାନେ ଇଏ ହେଉଛି ସବଜେକ୍ଟ, ଇଏ ବି ସବଜେକ୍ଟ ଏବଂ ଏଗୁଡ଼ା ହେଲେ ସବୁ ପ୍ରପର ନାଉନ୍। ଠିକ ଅଛି। ଏଇଠି ବୟ, ବୟଟା ହେଉଛି କ'ଣ ଗୋଟେ ପିଲା, ଏଇଟା ମଧ୍ୟ ଗୋଟେ ନାଉନ୍, ଏଇଟା ମଧ୍ୟ ଗୋଟେ ନାଉନ୍। ଏଇଟା ହେଉଛି କି ଗୋଟେ ନାଉନ୍, ଏ ଦୁଇଟା ହେଉଛି କମନ୍ ନାଉନ୍ କହିବାକୁ। ବୟ କ'ଣ କହିବା, ବୟ ଗାର୍ଲ ଏଗୁଡ଼ା ହେଉଛି କମନ୍ ନାଉନ୍। ତାହେଲେ ଏଇଠି ଯେଉଁ କହୁଛି ଗୁଡ୍ ବୟ, ଗୁଡ୍ ବୟ ମାନେ କ'ଣ, ସେ ପିଲାଟା କେମିତିକା, ସେ କହୁଛି now adjective is a word that gives us some extra information about noun। noun ବିଷୟରେ କିଛି extra information ଦିଏ। ତାପରେ ସେ ପିଲାଟି କେମିତିକା, ଭଲ କି ଖରାପ ସେଇ ବିଷୟରେ ଆମକୁ କହୁଛି। ତ ଗୁଡ୍ ଟା କ'ଣ ହେଇଯିବ ଗୋଟେ, କିଏ କହିପାରିବ ଗୁଡ୍ କ'ଣ ହବ କୁହ? Adjective. Adjective। Adjective, sir. Adjective. ସେମିତି ନଟି ବି ହେଇଯିବ ଗୋଟେ adjective, ନଟି ବି ହେଇଯିବ ଗୋଟେ adjective। ସେମିତି ମୁଁ କହିବି ରିୟା is a beautiful girl। ତାହେଲେ ଏଠି ଗାର୍ଲ ହଉଛି କ'ଣ, ଗାର୍ଲ ହଉଛି ଗୋଟେ ନାଉନ୍ ହେଲା କି ନାହିଁ, ଦ୍ୟାଟ୍ ଇଜ ଏ କମନ୍ ନାଉନ୍, ନାଉନ୍ ଗୋଟେ। ତାହେଲେ ସେ ଝିଅଟା କେମିତିକା, କାଳିଟେ କି ଗୋରିଟିଏ କି ଡେଙ୍ଗେଟିଏ କି ପତଳିଟିଏ, ସେ ଝିଅ ବିଷୟରେ କିଛି ଏକ୍ସଟ୍ରା ଇନଫର୍ମେସନ୍ ଦଉଛି, ବୁଝିବୁଛି କି ନାହିଁ, ଝିଅ କେମିତିକା। ସେଟା କିଏ ଦଉଛି, କୋଉ ୱାର୍ଡଟା ଦଉଛି ନା ଏଇ ୱାର୍ଡଟା ଦଉଛି। ତ ଏଇଟା କ'ଣ ହେଇଯିବ, ଯେ ଏକ୍ସଟ୍ରା ଇନଫର୍ମେସନ୍ ଦେଇତେ ଆମେ କ'ଣ କହନ୍ତି, Adjective. ଏଇଟାକୁ ଆମେ ଆଡଜେକ୍ଟିଭ କହନ୍ତି। ଠିକ ଅଛି, ବ୍ୟୁଟିଫୁଲ, ହଁ ବ୍ୟୁଟିଫୁଲ ଇଜ ଏନ୍ ଆଡଜେକ୍ଟିଭ। ଠିକ ଅଛି। ଠିକ ସେମିତି ମନେକର ମୁଁ କହିଲି ଗୋଟେ ସେଣ୍ଟେନ୍ସ, କ'ଣ କହିଲି, ଦ୍ୱାରା କ'ଣ, Mummy. Aryan is a fat boy। Mummy ସମସ୍ତେ ପଠେଇଛନ୍ତି ବା, ସମସ୍ତେ ପଠେଇଛନ୍ତି। Aryan is a fat boy। ମୁଁ କହିଲି ରୋହନ is a tall man, ହେଲା କି ନାହିଁ। ତାହେଲେ ଏଠି ଯୋଉ ଫ୍ୟାଟ ଆଉ ଟଲ୍ କ'ଣ ହବ, Adjective. ବୁଝିପାରୁଛ କି ନାହିଁ? ବୁଝିପାରୁଛ କି ନାହିଁ। ତାହେଲେ ଏଠି ମାନେ ଏଇ ଯୋଉ କହୁଛି ଡେଙ୍ଗା ଲୋକଟେ, ମ୍ୟାନ୍ ଗୋଟେ ନାଉନ୍, ଆକ୍ଚୁଆଲି ଦିସ୍ ଇଜ ଏ ନାଉନ୍। ତାହେଲେ ସେ ନାଉନ୍ଟା କେମିତିକା, ଡେଙ୍ଗା କି ଗେଡ଼ା କି ପତଳା ସେ ବିଷୟରେ କହୁଛି। ବୟଟା ଗୋଟେ ନାଉନ୍, ତ ଫ୍ୟାଟ୍ ଗୋଟେ ତାର ଗୁଣକୁ ବୁଝଉଛି, ହେଲା କି ନାହିଁ। ଏଗୁଡ଼ା ସବୁ ଆଡଜେକ୍ଟିଭ୍ ଅଫ୍ କ୍ୱାଲିଟି କହିବା, ତାକୁ କ'ଣ କହିବା, ଆଡଜେକ୍ଟିଭ୍ ଅଫ୍ କ୍ୱାଲିଟି। ଆରାଧ୍ୟା କ'ଣ ହେଲା ପ୍ରୋବ୍ଲେମ୍ କହ ମତେ, ଶୁଭୁଛି ନା ନାହିଁ? ହ୍ୟାଲୋ ଆରାଧ୍ୟା, ଶୁଭୁଛି ଆରେ? ଆରାଧ୍ୟା ଟେଲ୍ ମି, ମାଇକ୍ରୋଫୋନ ଅନମ୍ୟୁଟ୍ କରିପାରୁନୁ ନା କ'ଣ ହଉଛି କହ? ହଁ କହ, ତ ଭଏସ୍ ଶୁଭୁଛି, କହ। His voice is not audible actually। either ତୁମର ନେଟ୍, ତୁମେ କହୁଛ କିନ୍ତୁ ମତେ କିଛି ଶୁଭୁନି। ଗୋଟେ କାମ କର, ଫୋନକୁ ରିଷ୍ଟାର୍ଟ କରିକି ଜଏନ୍ କର, ହେଲା କି, ଫୋନକୁ ରିଷ୍ଟାର୍ଟ କରିକି ଜଏନ୍ କର, ହେଇଯିବ। ଅପେକ୍ଷା କର। ତାହେଲେ ସେଗୁଡ଼ାକ ଆମେ ଆଡଜେକ୍ଟିଭ୍ କହିଲେ, ପୁଣି ଆଡଜେକ୍ଟିଭ୍ ବିଷୟରେ ଆମେ ପୁଣି ଅଧିକା ପଢିବା, ହେଲା କି ନାହିଁ। କ'ଣ ଅର୍ପିତା ପଢିଏରି କହିଲି, ଡାଉଟ୍ କ'ଣ ଅଛି? ପ୍ରତୀକ ଦାସ, କହ ପ୍ରତୀକ, क्या है डाउट? Sir, ରୋହନ କେଉଁ ନାଉନ୍? ଆଚ୍ଛା, ରୋହନ ଗୋଟେ କ'ଣ, ରୋହନ ଗୋଟେ କାହାର ନାଁ କି ନାହିଁ? Yes, ଆରେ sir. ଯେତେବେଳେ Yes, sir. ଗୋଟେ ପିଲାର ନାଁକୁ ଆମେ କ'ଣ, ଯେତେବେଳେ ଗୋଟେ ନାଉନ୍ ଗୋଟେ ୱାର୍ଡଟେ ଗୋଟେ ପିଲାର ନାଁକୁ ବୁଝେଇବ, ତ କ'ଣ କହିବା ଆମେ? Proper noun. ନେମ୍ ଅଫ୍ ଏ ପର୍ସନ ଅର୍ ପ୍ଲେସ୍ ଅର୍ ଥିଙ୍ଗ, ତାକୁ ଆମେ କ'ଣ କହନ୍ତି, କି ନାଉନ୍ କହନ୍ତି? ଦ୍ୟାଟ୍ ଇଜ ଏ ପ୍ରପର Sir, ନାଉନ୍। proper noun.